ଜୟ ଜଗନ୍ନାଥ। ଉପସ୍ଥିତ ବିଦଗ୍ଧ ଶ୍ରୋତୃମଣ୍ଡଳୀଙ୍କୁ ସ୍ମୃତି ସାନ୍ତନାର ସାରସ୍ୱତ ଅଭିନନ୍ଦନ ଓ ପ୍ରୀତିଭରା ଶୁଭକାମନା ଶବ୍ଦ ପ୍ରଣାମ। ଆଜି ରଥ ପଥ ଜଗନ୍ନାଥ ଭକ୍ତ ସବୁ ଏକାକାର। ଶରଧା ବାଲିରେ ତିନି ରଥ, ପ୍ରତି ଭକ୍ତର ଛାତିରେ ଛାତିଏ କୋହ ପ୍ରଭୁ ଜଗନ୍ନାଥଙ୍କ ପାଇଁ। ଦର୍ଶନ, ଶ୍ରବଣ, କୀର୍ତ୍ତନ ସବୁ ଭିତରେ ଯେଉଁ ଆତ୍ମସମର୍ପଣର ଭାବନା, ସେତେବେଳେ କବିଟି ନୀରବରେ ଗାଏ, କଳା ଠାକୁରରେ ତୋର କଳା ବଦନ, ଚାହିଁ ଚାହିଁ ବିତି ଯାଉ ଏମ ଜୀବନ, ତୋର ଚକା ଚକା ଆଖି କେଡ଼େ ସୁନ୍ଦର, ତୋର ଶ୍ରୀହସ୍ତେ ଦୟଣା କେଡ଼େ ସୁନ୍ଦର, ବଡ଼ ଦେଉଳେ ବସିଛୁ ବଡ଼ ଠାକୁର, ତୁପା ଜଗନ୍ନାଥ ନାଥ ଏ ଜଗତର, ତୁଜେ ତାରିଲେ ତାରିବୁ ସକଳ ଜନ, ତୁଜେ ଘେନିଲେ ଘେନିବୁ ସବୁ ପରାଣ, ତୋର ଇଚ୍ଛାରେ ଚଳୁଛି ସାରା ଜଗତ, ତୁଜେ ଜଗତର ନାଥ ହେ ଜଗନ୍ନାଥ। ତୋର ଇଚ୍ଛା ପୂରଣ ହେଉ ହେ ମହାବାହୁ, ତୋର ଇଚ୍ଛା ପୂରଣ ହେଉ, ହାତ ଗୋଡ଼ ଚାଲୁ ଥାଉଁ ଥାଉଁ ତୋ ପାଦ ତଳେ ସମର୍ପିତ ଏ ଜୀବନ ଯାଉ। ହେ ପ୍ରଭୁ, ସାରା ବିଶ୍ୱର ମଙ୍ଗଳ ହେଉ। ଆଜି ଏଇଭଳି ଏକ ପବିତ୍ର ଶୁଭ ମୁହୂର୍ତ୍ତରେ ଯେତେବେଳେ ସମଗ୍ର ଧରା ଶଶାଗର ଧରା ପ୍ରକମ୍ପିତ ଜଗନ୍ନାଥମୟ, ସେତେବେଳେ ଆରମ୍ଭ ହେବାକୁ ଯାଉଛି ସ୍ମୃତି ସାନ୍ତନା ମାସିକ ଡିଜିଟାଲ ଆସରର 61ତମ ଡିଜିଟାଲ ଆସର। ଏହି 61ତମ ସାହିତ୍ୟ ଆସରର ଅୟଂ ଆରମ୍ଭ ପର୍ବରେ ମୁଁ ସେହି ଜଗତର ନାଥ ଜଗନ୍ନାଥ ମହାକାରୁଣିକ ମହାବାହୁ ଚକାଡୋଳାଙ୍କୁ ପ୍ରାର୍ଥନା କରୁଛି, ଯେମିତି ସେ ସାରା ବିଶ୍ୱକୁ ସହାୟ ହେଇଛନ୍ତି, ସେମିତି ସହାୟତାର ହାତ ତାଙ୍କର ସବୁବେଳେ ଏମିତି ପ୍ରଲମ୍ବିତ ହୋଇଥାଉ ଦିଗରୁ ବିଦିଗ ପର୍ଯ୍ୟନ୍ତ, ଏବଂ ତାଙ୍କର ଇଚ୍ଛା ମତେ ଏ ସମଗ୍ର ପୃଥିବୀ ପରିଚାଳିତ ହେଉ, ଏବଂ ସାମାନ୍ୟ ଗୁଣ୍ଡୁଚି ମୂଷାର ପରି ବାଲି ଝାଡୁଥିବା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ସ୍ମୃତି ସାନ୍ତନାର ଯେଉଁ ସାମାନ୍ୟତମ ଚେଷ୍ଟା, ତା ପାଇଁ ସେଇ ମହାପ୍ରଭୁ ଜଗନ୍ନାଥଙ୍କର ଅମାପ କରୁଣାର ଧାରା ବର୍ଷୁଥାଉ, ଯାହା ଫଳରେ ସେ ଗୋଟିଏ ପରେ ଗୋଟିଏ ବର୍ଷ ଅତିକ୍ରମ କରି ଆଗେଇ ଚାଲିଛି, ଏବଂ ଡିଜିଟାଲ ଆସର ଯାହା କରୋନା ସମୟରୁ ଆରମ୍ଭ ହୋଇଥିଲା, ନିରବିଚ୍ଛିନ୍ନ ଭାବେ ସେଇ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏଯାବତ୍ ଚାଲି ଆସିଛି, ଏବଂ 61ତମ ଡିଜିଟାଲ ଆସରର ଅୟଂ ଆରମ୍ଭ ପର୍ବରେ ମୁଁ ପୁନଶ୍ଚ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ମହାବାହୁଙ୍କର ପଦ୍ମପାଦରେ ଶରଣ ନେଉଛି, ଏବଂ ଆଜିର ଏହି ଭବ୍ୟ ସାହିତ୍ୟ ଆସରକୁ ଯେଉଁ ବରେଣ୍ୟ ପ୍ରତିଭା ମାନେ ନିଜର ପ୍ରତିଭାର ଅଡିଓ ଭିଡିଓ ଦ୍ୱାରା ରୁଦ୍ଧିମନ୍ତ କରିଛନ୍ତି, ଦୀପ୍ତିମନ୍ତ କରିଛନ୍ତି, ସେମାନଙ୍କୁ ମୁଁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି। ସେମାନେ ହେଲେ ଫରିଦାବାଦର ମୀନାକ୍ଷୀ ମିଶ୍ର, ବ୍ରହ୍ମପୁରର ପୁଷ୍ପଲତା ମିଶ୍ର, ରାଉରକେଲାର ସ୍ନେହଲତା ପଟ୍ଟନାୟକ, ଅଶୋକ କୁମାର ପଟ୍ଟନାୟକ, ସ୍ନେହଲତା ନାୟକ ଓ କଟକର ଛବିନାବାଳା ସେନାପତି, ପୁରୀର ପ୍ରମୋଦା ଦେବୀ ଓ ଭୁବନେଶ୍ୱରର ମନୋରମା ପଣ୍ଡା, କୀର୍ତ୍ତିମୟୀ ମହାନ୍ତି, ନିହାରିକା ରାୟ ବରାଳ, ମନୋରମା ମିଶ୍ର, ଗୀତାଞ୍ଜଳି ସ୍ୱାଇଁ, ଶରତ କୁମାରୀ ମିଶ୍ର, ଡକ୍ଟର ଜ୍ୟୋତ୍ସ୍ନା ଦାସ ଓ ଇନ୍ଦିରା ମିଶ୍ର।
ଏହି ବିଶିଷ୍ଟ ବିଦଗ୍ଧ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱମାନଙ୍କୁ ମୋର ପ୍ରୀତିଭରା ଅଭିନନ୍ଦନ ଓ ସଶ୍ରଦ୍ଧ ଶୁଭେଚ୍ଛା ଏବଂ ଉପସ୍ଥିତ ସମସ୍ତ ବିଦଗ୍ଧ ଶ୍ରୋତୃମଣ୍ଡଳୀଙ୍କୁ ମୁଁ ପୁନର୍ବାର ଅଭିନନ୍ଦନ ଜ୍ଞାପନ କରି ଶୁଭେଚ୍ଛାର ବାର୍ତ୍ତା ପ୍ରଦାନ କରି ସେହି ଜଗତର ନାଥ ଜଗନ୍ନାଥଙ୍କର ପାଦ ପଦ୍ମରେ ଶରଣାପନ୍ନ ହେଉଛି। ସେ ଆଜି ସାହା ହୁଅନ୍ତୁ ସ୍ମୃତି ସାନ୍ତ୍ୱନାକୁ। ନମସ୍କାର। ଜୟ ଜଗନ୍ନାଥ।